ସୁଭଦ୍ରାରେ କେହି ବାଦ ପଡ଼ିବାର ନାହିଁ। ଯାହା ଆମେ କହିଥିଲୁ ସମସ୍ତଙ୍କୁ ଦବୁ, ଯିଏ ଯେତେବେଳେ କରିବ ତାକୁ କିସ୍ତି ଦବୁ। ତା ମାନେ ଯଦି EKYC ଏମାନେ ମାର୍ଚ୍ଚରେ ବି କରିବେ, ମାର୍ଚ୍ଚ 8ରେ 2ଟା କିସ୍ତିର ପଇସା ପାଇବେ। କିନ୍ତୁ ଏବେ ବି ଯେଉଁ ଅପ୍ଟ ଆଉଟ୍ ହେଇଥିଲେ 31,000, ତ ଆମ ମନରେ ଥିଲା କି ଏମାନେ ନିଜ ଇଚ୍ଛାରେ ସୁଭଦ୍ରାରୁ ଅପ୍ଟ ଆଉଟ୍ ହେଇଛନ୍ତି। ସେମାନେ ଆପ୍ଲିକେସନ୍ ଆମକୁ ଦେଲେ କି ଆମେ ବାଉଲାରେ ଅପ୍ଟ ଆଉଟ୍ ହେଇଯାଇଥିଲୁ, ତେଣୁ ଆମେ ତାଙ୍କୁ ଅପ୍ଟ ଇନ୍ର ସୁଯୋଗ ଦେଇଥିଲୁ। 17,000 ପାଖାପାଖି ଅପ୍ଟ ଇନ୍ କରିସାରିଲେଣି। ବାକି ଯେଉଁ EKYC କରିନାହାନ୍ତି, ଆଜି ବି 2 ଲକ୍ଷରୁ ଉର୍ଦ୍ଧ୍ୱ EKYC କରିନାହାନ୍ତି। ତେଣୁ ମୁଁ ପୁଣି ଥରେ ଅନୁରୋଧ କରୁଛି, ସରକାର ପର୍ଯ୍ୟାପ୍ତ ସମୟ ଦେଉଛି। ସରକାର ଅପେକ୍ଷା କରିଛି କି ଆପଣମାନେ EKYC କରନ୍ତୁ। ଆଧାର, ବ୍ୟାଙ୍କ ଆକାଉଣ୍ଟ ଆଉ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ, ଏ ତିନିଟାକ ଏକ ହେଲେ ଆପଣଙ୍କ ଆକାଉଣ୍ଟକୁ ପଇସା ଯିବ। ଯେତେ ଜଲ୍ଦି କରିବେ, କାରଣ ଆମେ ଫାଗ ଏଣ୍ଡରେ ଅଛୁ। ଏଇ ମାସ ଶେଷ ସୁଦ୍ଧା ନିଶ୍ଚିନ୍ତ ଭାବେ ଆମେ ସୁଭଦ୍ରାର 4ର୍ଥ କିସ୍ତି ଦେବୁ। ବାଦ ପଡ଼ିଯିବେ ସେଇମାନେ, ଯଦି EKYC ନ କରିବେ ସେମାନେ ପୁଣି ଲିଷ୍ଟରୁ ବାଦ ପଡ଼ିଯିବେ। ପୁଣି ପରେ ଯେତେବେଳେ ମାର୍ଚ୍ଚ 8ର କିସ୍ତି ଦିଆଯିବ, ଦ୍ୱିତୀୟ କିସ୍ତି, ସେତେବେଳେ ଏମାନେ ପାଇବେ। ସୁଭଦ୍ରାରେ କେହି ବାଦ ପଡ଼ିବାର ନାହିଁ। ଯାହା ଆମେ କହିଥିଲୁ ସମସ୍ତଙ୍କୁ ଦବୁ, ଯିଏ ଯେତେବେଳେ କରିବ ତାକୁ କିସ୍ତି ଦବୁ। ତା ମାନେ ଯଦି EKYC ଏମାନେ ମାର୍ଚ୍ଚରେ ବି କରିବେ, ମାର୍ଚ୍ଚ 8ରେ 2ଟା କିସ୍ତିର ପଇସା ପାଇବେ। ପତାକା ଉତ୍ତୋଳନ ସାଧାରଣତନ୍ତ୍ର ଦିବସ ଥାଏ, ସେଦିନ କେବେ ହବନି, କିନ୍ତୁ ନିଶ୍ଚିନ୍ତ ଭାବେ ଲାଷ୍ଟ ପାର୍ଟରେ ସୁଭଦ୍ରାରେ କେହି ବାଦ ପଡ଼ିବାର ନାହିଁ। ଯାହା ଆମେ କହିଥିଲୁ ସମସ୍ତଙ୍କୁ ଦବୁ, ଯିଏ ଯେତେବେଳେ କରିବ ତାକୁ କିସ୍ତି ଦବୁ। ତା ମାନେ ଯଦି EKYC ଏମାନେ ମାର୍ଚ୍ଚରେ ବି କରିବେ, ମାର୍ଚ୍ଚ 8ରେ 2ଟା କିସ୍ତିର ପଇସା ପାଇବେ। କିନ୍ତୁ ଏବେ ବି ଯେଉଁ ଅପ୍ଟ ଆଉଟ୍ ହେଇଥିଲେ 31,000, ତ ଆମ ମନରେ ଥିଲା କି ଏମାନେ ନିଜ ଇଚ୍ଛାରେ ସୁଭଦ୍ରାରୁ ଅପ୍ଟ ଆଉଟ୍ ହେଇଛନ୍ତି। ସେମାନେ ଆପ୍ଲିକେସନ୍ ଆମକୁ ଦେଲେ କି ଆମେ ବାଉଲାରେ ଅପ୍ଟ ଆଉଟ୍ ହେଇଯାଇଥିଲୁ, ତେଣୁ ଆମେ ତାଙ୍କୁ ଅପ୍ଟ ଇନ୍ର ସୁଯୋଗ ଦେଇଥିଲୁ। 17,000 ପାଖାପାଖି ଅପ୍ଟ ଇନ୍ କରିସାରିଲେଣି। ବାକି ଯେଉଁ EKYC କରିନାହାନ୍ତି, ଆଜି ବି 2 ଲକ୍ଷରୁ ଉର୍ଦ୍ଧ୍ୱ EKYC କରିନାହାନ୍ତି। ତେଣୁ ମୁଁ ପୁଣି ଥରେ ଅନୁରୋଧ କରୁଛି, ସରକାର ପର୍ଯ୍ୟାପ୍ତ ସମୟ ଦେଉଛି। ସରକାର ଅପେକ୍ଷା କରିଛି କି ଆପଣମାନେ EKYC କରନ୍ତୁ। ଆଧାର, ବ୍ୟାଙ୍କ ଆକାଉଣ୍ଟ ଆଉ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ, ଏ ତିନିଟାକ ଏକ ହେଲେ ଆପଣଙ୍କ ଆକାଉଣ୍ଟକୁ ପଇସା ଯିବ। ଯେତେ ଜଲ୍ଦି କରିବେ, କାରଣ ଆମେ ଫାଗ ଏଣ୍ଡରେ ଅଛୁ। ଏଇ ମାସ ଶେଷ ସୁଦ୍ଧା ନିଶ୍ଚିନ୍ତ ଭାବେ ଆମେ ସୁଭଦ୍ରାର 4ର୍ଥ କିସ୍ତି ଦେବୁ। ବାଦ